ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର ଝୁଲଣ ଯାତ୍ରା। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅନେକ ପରମ୍ପରା ଓ ନୀତିକାନ୍ତି ରହିଛି। ତାହା ମଧ୍ୟରୁ ଝୁଲଣ ଯାତ୍ରା ହେଉଛି ଅନ୍ୟତମ, ଯାହା ଆଜିଠାରୁ ଆରମ୍ଭ ହୋଇ ଠିକ୍ 7 ଦିନ ମଧ୍ୟରେ ଶେଷ ହେବ। ଶ୍ରୀମନ୍ଦିର ସହ ଶ୍ରୀକ୍ଷେତ୍ରରେ ବିଭିନ୍ନ ମଠ ବାଡ଼ି ମନ୍ଦିର ଗୁଡ଼ିକରେ ମଧ୍ୟ ଏହି ଯାତ୍ରା ଆରମ୍ଭ ହେଉଛି। ଏହି ଯାତ୍ରାରେ ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ବଳଭଦ୍ର ସୁଭଦ୍ରା ଏବଂ ରାଧାକୃଷ୍ଣଙ୍କର ଝୁଲଣ କୁଞ୍ଜରେ ବସି ଦୋଳି ଖେଳିବାର ପରମ୍ପରା ରହିଛି। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ଝୁଲଣ କୁଞ୍ଜରେ ରାଧାକୃଷ୍ଣଙ୍କ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ କରିଥାନ୍ତି। ଆଜିଠାରୁ ଆରମ୍ଭ ହୋଇଥିବା ଝୁଲଣ ଯାତ୍ରା 7 ଦିନ ଧରି ଚାଲିବାକୁ ଥିବା ଏହି ଝୁଲଣ ଯାତ୍ରା ପାଇଁ ସାରା ଶ୍ରୀକ୍ଷେତ୍ର ଏବେ ଚଳଚଞ୍ଚଳ। ବିଶେଷ କରି ଶ୍ରୀକ୍ଷେତ୍ରରେ ଥିବା ଶତାଧିକ ମଠ ଗୁଡ଼ିକରେ ପ୍ରାୟ ଶହ ଶହ ବର୍ଷ ଧରି ଏହି ଝୁଲଣ ଉତ୍ସବ ଆନନ୍ଦ ଉତ୍ସାହର ସହ ପାଳନ କରାଯାଏ। ମଠ ବାଡ଼ି ଗୁଡ଼ିକରେ ଜମ୍ବୁରା ସୋଲ ବିଭିନ୍ନ ରଙ୍ଗୀନ କାଗଜରେ ଝୁଲଣ କୁଞ୍ଜ ନିର୍ମାଣ କରି ରାଧାକୃଷ୍ଣଙ୍କୁ ଦୋଳି ଖେଳରେ ଆୟୋଜନ କରିଥାନ୍ତି। ସେହିପରି ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମନମୋହନ ଭୂଦେବୀ ଶ୍ରୀଦେବୀଙ୍କ ସହ ଝୁଲଣ କୁଞ୍ଜରେ ବିରାଜମାନ କରିଥାନ୍ତି। ମୁକ୍ତି ମଣ୍ଡପରେ ଆକର୍ଷଣୀୟ ଭାବେ ନିର୍ମାଣ କରାଯାଇଥିବା ଝୁଲଣ କୁଞ୍ଜରେ ପ୍ରଭୁ ମଦନ ମୋହନ ପ୍ରବାଟ ରାସ ଦର୍ଶନ କରି ଭକ୍ତମାନେ ମଧ୍ୟ ନିଜକୁ ଧନ୍ୟ ମନେ କରିଛନ୍ତି। ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ଝୁଲଣ ଯାତ୍ରା ଦେଖିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ବେଶ ଗହଳି ଲାଗିଛି। ସେହିପରି ମଠ ବାଡ଼ି ଗୁଡ଼ିକରେ ଆଜି ସନ୍ଧ୍ୟାରେ ଝୁଲଣ ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।